ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ାଙ୍କ ନାତି ପ୍ରଜ୍ୱଳ ରେବଣ୍ଣାଙ୍କୁ ଆଜୀବନ କାରାଦଣ୍ଡ ଦଣ୍ଡାଦେଶ ଶୁଣାଇଲେ ବେଙ୍ଗାଲୁରୁର ସ୍ୱତନ୍ତ୍ର ଏମ୍ପି ଏମ୍ଏଲ୍ଏ କୋର୍ଟ। ଘରୋଇ ସହାୟିକାଙ୍କୁ ଦୁଷ୍କର୍ମ ମାମଲାରେ ଆଜୀବନ ଜେଲ୍ ଦଣ୍ଡ ଭୋଗିବେ ପୂର୍ବତନ ସାଂସଦ ପ୍ରଜ୍ୱଳ ରେବଣ୍ଣା। ପ୍ରଜ୍ୱଳ ରେବଣ୍ଣା ହେଉଛନ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍.ଡି. ଦେବେଗୌଡ଼ାଙ୍କ ନାତି ତଥା କେନ୍ଦ୍ରମନ୍ତ୍ରୀ କୁମାରସ୍ୱାମୀଙ୍କ ପୁତୁରା। ଗତକାଲି ବେଙ୍ଗାଲୁରୁ ସ୍ୱତନ୍ତ୍ର କୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ହସନ୍ ଜିଲ୍ଲାରେ ଥିବା ରେବଣ୍ଣାଙ୍କ ପରିବାରର ଫାର୍ମ ହାଉସ୍ରେ ସହାୟିକା ଭାବେ କାର୍ଯ୍ୟ କରୁଥିବା ଜଣେ ମହିଳାଙ୍କୁ 2021ରୁ ବାରମ୍ବାର ଦୁଷ୍କର୍ମ କରିଥିଲେ ପ୍ରଜ୍ୱଳ। ଦୁଷ୍କର୍ମ ବେଳର ଭିଡ଼ିଓ ଉତ୍ତୋଳନ କରି ବ୍ଲାକମେଲିଂ କରିଥିଲେ। ଘଟଣା ପ୍ରକାଶ କଲେ ଭିଡ଼ିଓ ପ୍ରଘଟ କରିବାକୁ ଧମକ ଦେଇଥିଲେ। ପରେ ସେ ଭିଡ଼ିଓ ଭାଇରାଲ ମଧ୍ୟ କରିଦେଇଥିଲେ। ଭିଡ଼ିଓ ଭାଇରାଲ ମାମଲାରେ ମଧ୍ୟ ତାଙ୍କ ବିରୋଧରେ ସ୍ୱତନ୍ତ୍ର ଦଫା ଲାଗିଛି। ଦୁଷ୍କର୍ମ ମାମଲା ରୁଜୁ ହେବାର 14 ମାସ ପରେ ରାୟ ପ୍ରକାଶ କରିଛନ୍ତି ବେଙ୍ଗାଲୁରୁ ସ୍ୱତନ୍ତ୍ର କୋର୍ଟ। We have never expected such a thing would have happened in Karnataka, and that too a person being a member of parliament who had indulged in such a thing where he forced onto the servants at home, and a lot of people have means when only 4 or 5 people have come out in open, and they say there are many people who have been part of his what do you call inhuman act, probably not befitting a public representative. But now the court has taken its view, and probably the convict means the sufferer who has been suffered because of his excesses also probably has proved that he has done that act.